ଦେଖନ୍ତୁ ସୋରଡ଼ା କନଷ୍ଟିଚ୍ୟୁଏନ୍ସିରେ ଏମିତି ବି ଗାଁ ଅଛି ମୁଁ କେବେ କଳ୍ପନା କରିନଥିଲି ଯାହା ମାଲକାନଗିରି ଜିଲ୍ଲାରେ ଥିବା ବୋଲି ମୁଁ ଆଶା କରୁଛି। ତାଠୁ ଅଧିକ ଉପାନ୍ତ ବିଷୟରେ ଲୋକମାନେ ଅଭାବ ଅନଟନରେ ଗତି କରୁଛନ୍ତି। ନା ରାସ୍ତାଟି ଅଛି, ନା ପାଣି ମୁନ୍ଦାଏ ଅଛି, ନା ଚାଷ ଅଛି, ନା ବାସ ଅଛି। ଭୂମିହୀନ ତାଙ୍କ ଜୀବନକୁ ବାଜି ଲଗେଇ ବଞ୍ଚୁଛନ୍ତି। ଆଜି ମୁଁ ଯାଇଥିଲି ଚାରି ପାଞ୍ଚଟି ଗାଁ ହନୁମନ୍ତ, ବାଜିରିମା, ଗଗନମା, ଆଉ ଦୁଇଟି ଗାଁ କିଲାପଙ୍କା, ବୁଢ଼ାଗଡ଼ା। 5ଟି ଗାଁକୁ ମୁଁ ବୁଲି ଦେଖିଲି। ସେଠି ଗୋଟେ ଗାଁରେ କୋଉଠି 10 ଘର, କୋଉଠି 25 ଘର, କୋଉଠି 5 ଘର ଏମିତି ସବୁ ଅଛନ୍ତି। ଟୋଟାଲି 50-60 ଘର ଗାଁ 5ଟି। ସେନ ଅବସ୍ଥା ଯିଏ ଦେଖିଛି ସିଏ ଜାଣିପାରିବ। ବୋଧେ ରାଜନୀତି ଆରମ୍ଭ ହେଲାଠୁ, ସେଇ ଗାଁ ତିଆରି ହେଲାଠୁ ବୋଧେ କୌଣସି ନେତା ବୋଧେ ସେଠିକି ପହଞ୍ଚି ନଥିବେ। ମୁଁ ପଚାରୁଥିଲି ସରପଞ୍ଚ କେବେ ଆସିଛନ୍ତି? ନା ନାହିଁ। ତ ଆସୁଛନ୍ତି କିଏ? ଅଙ୍ଗନବାଡ଼ିର ହେଲ୍ପର ଓ ଅଙ୍ଗନବାଡ଼ି 2 ଜଣ ଛାଡ଼ିଲେ ସେ ଅଞ୍ଚଳ କିଏ ଭିଜିଟ୍ କରିନାହାନ୍ତି। ଆଉ ମୁଁ ବି ଦାବି ସହ କହିପାରିବି ସେମାନେ କାହିଁକି ଭିଜିଟ୍ କରିନାହାନ୍ତି। ଯେହେତୁ ମୋତେ ଯିବାଟା ଏତେ କଷ୍ଟ ହେଲା, ମୁଁ ବାଇକରେ ଯିବାଟା କଷ୍ଟ ହେଇଛି, ତ ମୁଁ କେମିତି କହିବି ତହସିଲଦାର, ବିଡ଼ିଓ, ଅନ୍ୟମାନେ ସେଠି ପହଞ୍ଚିବେ ବୋଲି। ତ ନିହାତି ଭାବେ ସେ ଉପାନ୍ତ ଅଞ୍ଚଳକୁ ଗସ୍ତ କରିଥିଲି ଆଜି। ତାପରେ ମୁଁ ଯାଇଥିଲି ଗୁଞ୍ଜୁଲି। ମୁଁ ଚେଷ୍ଟା କରୁଛି ମୋ ଅଞ୍ଚଳ କୋଉଠି ଉପାନ୍ତ ଅଞ୍ଚଳ ଯୋଉଠି ରାସ୍ତା ନାହିଁ, ପାଣି ନାହିଁ, ମାନେ ଅଭାବ ଅନଟନରେ ବଞ୍ଚୁଛନ୍ତି। ସେମାନେ ମୁଁ ପ୍ରଥମେ ଦେଖୁଛି ତାଙ୍କ କୋଉ ଦୁର୍ଦ୍ଦଶା ନେଇ ଗତି କରୁଛନ୍ତି। ତାକୁ ଆମେ କ'ଣ ସହଯୋଗ କରିବେ ଆମେ ଚିନ୍ତା କରୁଛୁ। ଆମେ ତ ସବୁ କିଛି କରିପାରୁ ସେ କଥା ମୁଁ କହିବିନି, ନିଶ୍ଚୟ କିଛି ନା କିଛି ତାର ସହଯୋଗ କରିବା, ହାତ ବଢେଇବୁ। ମୁଁ ମୋ ନିର୍ବାଚନ ମଣ୍ଡଳୀ ଉପାନ୍ତ ବୁଲି ଦେଖୁଛି। କିଛି ଗାଁକୁ ଆହୁରି ବାକି ଅଛି, ଯିବି ଦେଖିବି। ଗୋଟେ ଦିନ ତ ଏ ସମସ୍ୟା ସମାଧାନ ହେଇପାରିବନି। 15 ବର୍ଷ ଏଠି ପୂର୍ବ ବିଧାୟକ ଥିଲେ, 24 ବର୍ଷ ସରକାର ଥିଲେ, ସେମାନେ 24 ବର୍ଷ 24ଟା ଗାଁକୁ ଯାଇପାରିନାହାନ୍ତି। ମୁଁ କେମିତି ଯିବି କହିବି, କିନ୍ତୁ ମୁଁ ନିଶ୍ଚୟ ପହଞ୍ଚିବି, ସମସ୍ୟା କିଛି ମତେ ଦୂର କରିବି। ରାସ୍ତା ମୁଁ ଯୋଉ ଗାଁକୁ ଯାଉଛି ଚେଷ୍ଟା କରୁଛି ସେଇ ଗାଁ ରାସ୍ତା ସମସ୍ୟା ସମାଧାନ କରିବା ପାଇଁ। ମୁଁ ଆଜି ଯାଇଥିଲି ଗୁଞ୍ଜୁଲି, ଯାଇଥିଲି ବିଗତ ଦିନରେ, ଆଜି ବାଜିରିମା ଯାଇଥିଲି। ତ ଏଇ ଯୋଉ ଫରେଷ୍ଟ ଲ୍ୟାଣ୍ଡ ବି ଅଛି, ତାର ବି ପରମିଶନ ଦରକାର। ବର୍ତ୍ତମାନ ଜୁଲାଇ ଲାଷ୍ଟ ୱିକରେ ଲୋକସଭା ଚାଲିବ, ବିଧାନସଭା ଚାଲିବ। ସେତେବେଳେ ମୁଁ ଲୋକସଭାରୁ ପରମିଶନ କରିବାକୁ ଚେଷ୍ଟା କରିବି। ଫରେଷ୍ଟ ପରମିଶନ ଆଣିକି ଆମେ ପକ୍କା ସଡ଼କ କରିବା ପାଇଁ ଚେଷ୍ଟା କରିବୁ।